ନମସ୍କାର, ଜୟ ଜଗନ୍ନାଥ। ଚାଲନ୍ତୁ ଜାଣିବା ଏକ ଏଜୁକେସନ୍ ଇନଫର୍ମେସନ୍। ଓସେପା ତରଫରୁ ପତ୍ର ସଂଖ୍ୟା 4551, ତାରିଖ 15/4/2025ରେ ଶ୍ରୀମତୀ ଅନନ୍ୟା ଦାସ, ଭାଇସ୍ ପ୍ରେସିଡେଣ୍ଟ, ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ସମସ୍ତ ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ, ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ନିକଟକୁ ଏକ ଗୁରୁତ୍ୱପୂର୍ଣ୍ଣ ଚିଠି ପ୍ରେରଣ କରିଛନ୍ତି, ଯେଉଁଥିରେ ବିଷୟ ରହିଛି ପ୍ରଥମ ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ 19/4/2025 ଶନିବାର ଦିନ। ପ୍ରସଙ୍ଗ: ଓସେପାର ପତ୍ର ସଂଖ୍ୟା 4468, ତାରିଖ 10/4/2025 ତାରିଖ ମତେ। ଦେଖନ୍ତୁ ଏହି ଚିଠିରେ କ'ଣ କୁହାଯାଇଛି। ମହାଶୟ, ଉପରୋକ୍ତ ସୂଚିତ ବିଷୟ ପ୍ରତି ଦୃଷ୍ଟି ଆକର୍ଷଣ ପୂର୍ବକ ଜଣାଯାଉଛି ଯେ ଚଳିତ ଶିକ୍ଷାବର୍ଷ 2025-2026ର ପ୍ରଥମ ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା ଉନ୍ନୟନ କମିଟି ବୈଠକ 19/4/2025 ଶନିବାର ଦିନ ସାରା ରାଜ୍ୟରେ ବିଦ୍ୟାଳୟଗୁଡ଼ିକରେ ଅନୁଷ୍ଠିତ ହେବ। ଏ ସମ୍ବନ୍ଧରେ ପୂର୍ବ ପ୍ରେରଣ କରାଯାଇଥିବା ଉପରୋକ୍ତ ପତ୍ର ନିର୍ଦ୍ଦେଶନାମା ଅନୁଯାୟୀ ଆପଣମାନେ କାର୍ଯ୍ୟକ୍ରମଟିକୁ ସୁଚାରୁ ରୂପେ ସମ୍ପାଦନ କରିବେ। ନିର୍ଦ୍ଦିଷ୍ଟ ଫର୍ମାଟରେ ତଥ୍ୟ ସଂଗ୍ରହ କରି ରାଜ୍ୟ ପ୍ରକଳ୍ପ କାର୍ଯ୍ୟାଳୟକୁ ପଠାଇବେ। ଗୋଷ୍ଠୀ ଓ ବିଦ୍ୟାଳୟ ମଧ୍ୟରେ ଏକ ସମନ୍ୱୟ ସ୍ଥାପନ କରି କାର୍ଯ୍ୟକ୍ରମଟି ପୂର୍ବନିର୍ଦ୍ଧାରିତ ନିୟମାବଳୀ ଅନୁଯାୟୀ ଯଥାରୀତ ସମ୍ପାଦନ କରିବେ। ଅର୍ଥାତ୍ ଶନିବାର ଦିନ 19 ତାରିଖ ଦିନ ଆପଣମାନେ ସୁଚାରୁ ରୂପେ କିଭଳି ବୈଠକ ପରିଚାଳନା କରିବେ ସେ ସମ୍ବନ୍ଧରେ ଲେଟରଟି ହୋଇଛି ଆମର ଓସେପା ତରଫରୁ। ଉକ୍ତ ବୈଠକରେ ଆଲୋଚନା ହେବାକୁ ବିଷୟବସ୍ତୁ ବ୍ୟାନର ସହିତ ସଂଲଗ୍ନ କରାଗଲା। ତାହେଲେ କ'ଣ ସବୁ ଆଲୋଚନା ହେବ ଏବଂ ତାର ବ୍ୟାନର ଗୁଡ଼ିକ ଦେଖନ୍ତୁ। ଉକ୍ତ କାର୍ଯ୍ୟକ୍ରମକୁ ସଫଳ ରୂପରେ ରୂପାୟନ ପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିବ। ଆଲୋଚ୍ୟ ବିଷୟକ କପି ସମସ୍ତ ବିଦ୍ୟାଳୟକୁ ନିଶ୍ଚିତ ଭାବେ ପ୍ରେରଣ କରିବେ। ଦେଖନ୍ତୁ ସବୁଠି ପ୍ରେରଣ କରାଯାଇଛି। ଏହାର ଏକକିତ ନକଲ ଆପଣଙ୍କର ବିଦ୍ୟା ସମୀକ୍ଷା ସଦସ୍ୟ ଅବଗତି ଅନୁଷ୍ଠାନ ନିମନ୍ତେ ପ୍ରେରଣ କରାଗଲା। ଏହାର ଏକକିତ ନକଲ ବିଭାଗୀୟ ମୁଖ୍ୟ କାର୍ଯ୍ୟ, ରାଜ୍ୟ ଓସେପା ଶିକ୍ଷା, ସମସ୍ତ ଜିଲ୍ଲାପାଳ, ସମସ୍ତ ବିଦ୍ୟାଳୟ ଗଣଶିକ୍ଷା ବିଭାଗ। ଏକକିତ ନକଲ ନିର୍ଦ୍ଦେଶକ, ଏକକିତ ନକଲ ମୁଖ୍ୟ ଶାସନ ସଚିବ, ଅନୁସୂଚିତ ଜାତି ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ପଛୁଆ ବର୍ଗ। ତ ଆମର ସବୁ ବିଭାଗକୁ ଏଗୁଡ଼ିକ କରାଯାଇଛି। ପୋଷ୍ଟର ଦେଖନ୍ତୁ ଏମିତି ରହିବ। ଆପଣଙ୍କର ଓସେପା ଲୋଗୋ, ଓଡ଼ିଶା ଶାସନ ଲୋଗୋ, ସମଗ୍ର ଶିକ୍ଷା ଲୋଗୋ ସହିତ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା ଓ ବିଦ୍ୟାଳୟ ପରିଚାଳନା ଉନ୍ନୟନ କମିଟି ବୈଠକ ଏଭଳି ପୋଷ୍ଟର ରହିବ। ବିଦ୍ୟାଳୟ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ ରହିବ। ତା ତଳକୁ ଆପଣଙ୍କର ବିଦ୍ୟାଳୟର ନାମ ଲେଖିବେ, କ୍ଲଷ୍ଟର ଲେଖିବେ। ଲେଖି ଆପଣଙ୍କର ଏଇଭଳି ଫର୍ମାଟରେ ପୋଷ୍ଟରଟି କରିବେ। ତ ଚାଲନ୍ତୁ ଯିବା ଦେଖିବା କ'ଣ କାର୍ଯ୍ୟସୂଚୀ ରହିଛି। ଅଭିଭାବକମାନଙ୍କୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବେ। ସମାପ୍ତି ସୂଚକ ଆକଳନ 2 ଉପଲବ୍ଧି ଅଭିଭାବକ ନିକଟରେ ଉପସ୍ଥାପନ କରିବେ। ଶୈକ୍ଷିକ କ୍ୟାଲେଣ୍ଡରକୁ ଉପସ୍ଥାପନ କରିବେ। ବିଦ୍ୟାଳୟକୁ ମାଗଣା ପାଠ୍ୟ ପୁସ୍ତକ ଯୋଗାଣ ସମ୍ବନ୍ଧରେ ଆଲୋଚନା କରିବେ। ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ନବମ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପାଇଁ ଉଦ୍ଦିଷ୍ଟ ସେଟା ଆଲୋଚନା କରିବେ। ଅଧାରୁ ପାଠ ଛାଡୁଥିବା, ଆଦୌ ନାମ ଲେଖା ନଥିବା, ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କ ନିମନ୍ତେ ସର୍ବପ୍ରେରଣ ସେମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ଅଭିଯାନ। ପିଲାମାନଙ୍କର ଶିକ୍ଷଣ ଅଭିବୃଦ୍ଧି ନିମନ୍ତେ ଗ୍ରୀଷ୍ମ ଅବକାଶରେ ଗୃହ କାର୍ଯ୍ୟ, ଅଂଶୁଘାତ ପ୍ରତି ସାବଧାନତା, ଅଭିଭାବକଙ୍କ ଠାରୁ ବିଦ୍ୟାଳୟ ଶିକ୍ଷାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଗଠନମୂଳକ ପ୍ରସ୍ତାବ ଏଇଭଳି ଆପଣ ଆଲୋଚନା କରିବେ। ତ ଚାଲନ୍ତୁ ଦେଖିବା। ଜାତୀୟ ଶିକ୍ଷାନୀତି ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ସୁଦୃଢ଼ ଭିତ୍ତିଭୂମି ଉପରେ ଗୁରୁତ୍ୱ ଆରୋପ କରିଛି। ଏକ ଉତ୍ତମ ଅନୁଷ୍ଠାନ ଗଠନ କରିବାରେ ଗୋଷ୍ଠୀ ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ। ଏକ ଉତ୍ତମ ଶିକ୍ଷାନୁଷ୍ଠାନ ରୂପେ ରୂପାୟନ ହୋଇପାରିବ ଯେଉଁଠାରେ କି ପିଲାମାନଙ୍କ ପାଇଁ ନିରାପଦ, ଉତ୍ସାହଜନକ, ଆନନ୍ଦଦାୟୀ ଶିକ୍ଷଣ ପରିବେଶ, ଶୈକ୍ଷିକ ଅଭିଜ୍ଞତା, ଉନ୍ନତ ଭୌତିକ ଅଭିବୃଦ୍ଧି ଭିତ୍ତିଭୂମି, ଶିକ୍ଷଣ ଉପଯୋଗୀ ସମ୍ବଳ ଉପଲବ୍ଧ ତଥା ଶିକ୍ଷାର୍ଥୀଙ୍କୁ ସ୍ୱାଗତ ଯୋଗ୍ୟ ଯତ୍ନବାନ କରିପାରୁଥିବ। ରାଜ୍ୟରେ ପିଲାମାନଙ୍କ ଗୁଣାତ୍ମକ ଶିକ୍ଷା ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଜାତୀୟ ଶିକ୍ଷାନୀତି 2020 ଅନୁଯାୟୀ ସମସ୍ତ ବିଦ୍ୟାଳୟରେ 2025-26 ଶିକ୍ଷାବର୍ଷରେ ପ୍ରାକ ବିଦ୍ୟାଳୟ ଶ୍ରେଣୀ ଖୋଲାଯାଇଛି, ଯାହାର ନାମ ଶିଶୁ ବାଟିକା ରଖାଯାଇଛି। ଏହି କ୍ରମରେ ପ୍ରତ୍ୟେକ ବିଦ୍ୟାଳୟର ପ୍ରବେଶ ଉତ୍ସବ ଖଡ଼ିଛୁଆଁ ଶିଶୁ ବାଟିକା ଆରମ୍ଭ କରାଯାଇଛି। ତ ଶିଶୁ ବାଟିକା ଆପଣଙ୍କର ଆରମ୍ଭ କରାଯାଇଛି, ଯେଉଁଥିରେ ଏପ୍ରିଲ 1 ତାରିଖରୁ ରାଜ୍ୟରେ ଆରମ୍ଭ କରାଯାଇଛି।
ଚଳିତ ଶିକ୍ଷାବର୍ଷରେ 4 ଗୋଟି ଅଭିଭାବକ ଶିକ୍ଷକ ଶିକ୍ଷୟିତ୍ରୀ ବୈଠକ ଆୟୋଜନ କରାଯିବା ପାଇଁ ସ୍ଥିରୀକୃତ ହୋଇଛି, ଯାହାକି ଶୈକ୍ଷିକ କ୍ୟାଲେଣ୍ଡରରେ ସ୍ଥାନିତ ହୋଇଛି। ଚଳିତ ଶିକ୍ଷାବର୍ଷରେ ପ୍ରଥମ ଅଭିଭାବକ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା ଉନ୍ନୟନ କମିଟି ବୈଠକ 19/4/2025 ଶନିବାର ଦିନ ଅନୁଷ୍ଠିତ ହେବ। ଉକ୍ତ ବୈଠକରେ ସମସ୍ତ ଅଭିଭାବକଙ୍କୁ ଅନୁରୋଧ କରୁ କି ସମସ୍ତେ କାର୍ଯ୍ୟକ୍ରମରେ ଯୋଗଦାନ କରି ଅଂଶଗ୍ରହଣ କରିବା ମାଧ୍ୟମରେ ଆଲୋଚନାକୁ ଆଗେଇ ନେବେ, ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷାର ବିକାଶରେ ସହଭାଗୀ ହେବେ। ପ୍ରଥମେ ଅଭିଭାବକମାନଙ୍କୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରାଯିବ। ଅଭିଭାବକ ଶିକ୍ଷକ ବୈଠକ ପ୍ରାରମ୍ଭରେ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ସମସ୍ତ ଅଭିଭାବକମାନଙ୍କୁ ଚଳିତ ଶିକ୍ଷାବର୍ଷର ପ୍ରଥମ ବୈଠକକୁ ହୃଦୟତାର ସହିତ ସ୍ୱାଗତ କରିବେ। ଦ୍ୱିତୀୟରେ ଦେଖନ୍ତୁ ସମାପ୍ତି ସୂଚକ ଆକଳନ। ଶିକ୍ଷକ ଶିକ୍ଷୟିତ୍ରୀମାନେ ହୋଇଥିବା ସମାପ୍ତି ସୂଚକ ଆକଳନ 2ରେ ପିଲାମାନଙ୍କର ଉପଲବ୍ଧିକୁ ଅଭିଭାବକ ନିକଟରେ ଉପସ୍ଥାପନ କରିବେ। ପ୍ରତ୍ୟେକ ଶ୍ରେଣୀୱାରୀ ଦାୟିତ୍ୱରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରୀମାନଙ୍କର ସମାପ୍ତି ସୂଚକ ଆକଳନର ଉତ୍ତର ଖାତାକୁ ଅଭିଭାବକମାନଙ୍କୁ ଦେଖାଇବେ। ପ୍ରତ୍ୟେକ ଛାତ୍ରଛାତ୍ରୀ ସାମଗ୍ରୀ ପ୍ରଗତି ପତ୍ର ପ୍ରଦାନ କରାଯାଇଛି କି ନାହିଁ ତାହାର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ସୁନିଶ୍ଚିତ କରିବେ। ଶୈକ୍ଷିକ କ୍ୟାଲେଣ୍ଡର ଦେଖନ୍ତୁ 2025-26ରେ ତ ଆପଣମାନେ ଏଥିରେ ଦ୍ୱିତୀୟ ସୂଚକ ଆକଳନରେ ସମାପ୍ତି ସୂଚକ ଆକଳନରେ ପ୍ରଥମେ ଖାତା ଦେଖାଇବେ, ଶିକ୍ଷକ ଶିକ୍ଷୟିତ୍ରୀ ସମ୍ପୃକ୍ତ ସେ ବିଷୟରେ ବିବରଣୀ ଦେବେ। ଶୈକ୍ଷିକ କ୍ୟାଲେଣ୍ଡର ଶୈକ୍ଷିକ କ୍ୟାଲେଣ୍ଡର 2025-26 ଶିକ୍ଷାବର୍ଷ ନିମନ୍ତେ ଉଭୟ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ଶୈକ୍ଷିକ କ୍ୟାଲେଣ୍ଡର ଜାରି କରାଯାଇଛି। ଏହି ଶୈକ୍ଷିକ କ୍ୟାଲେଣ୍ଡର ମାସୱାରୀ କାର୍ଯ୍ୟ ଦିବସ ଆକଳନ ପାଇଁ ସମୟ ନିର୍ଘଣ୍ଟ, ଛୁଟି ଦିବସ, ବିଭିନ୍ନ କାର୍ଯ୍ୟକ୍ରମ, ପାଳନୀୟ ଦିବସ, ଅଭିଭାବକ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା ଉନ୍ନୟନ କମିଟି ବୈଠକ ଇତ୍ୟାଦି ସୂଚିତ କରାଯାଇଛି। ଏହି କ୍ୟାଲେଣ୍ଡର ଅନୁଯାୟୀ ଲିଖିତ କାର୍ଯ୍ୟକ୍ରମଗୁଡ଼ିକ ସୁପରିଚାଳିତ ହେବ। ଏହାର ସଫ୍ଟ କପି ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରେରଣ କରିବା ପାଇଁ ଓସେପାର ପତ୍ର ସଂଖ୍ୟା 4147/4/2025ରେ ନିର୍ଦ୍ଦେଶ ଦିଆଯାଇଛି। ତ ଆପଣଙ୍କର ଶୈକ୍ଷିକ କ୍ୟାଲେଣ୍ଡର ଦିଆଯାଇଛି, ସେଥିରେ ବିଭିନ୍ନ ପ୍ରକାର ଛୁଟି, କାର୍ଯ୍ୟନିବଣ୍ଟ, ଅଭିଭାବକ ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା ଇତ୍ୟାଦି ଦର୍ଶାଯାଇଛି। ସେହିଭଳି ପାଠ୍ୟପୁସ୍ତକ ଯୋଗାଣ। ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ। ଓଡ଼ିଶା ରାଜ୍ୟ ସରକାର କିଭଳି ଭାବରେ ଅନୁଦାନପ୍ରାପ୍ତ ବିଦ୍ୟାଳୟ ପଢ଼ୁଥିବା 1ରୁ 8ମ ଶ୍ରେଣୀ ପିଲାମାନଙ୍କୁ ସରକାର ମାଗଣା ପାଠ୍ୟପୁସ୍ତକ ଯୋଗାଇ ଦେଇଛନ୍ତି। ଏହାଦ୍ୱାରା ପିଲାମାନେ ମଧ୍ୟରେ ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରାଇବା, ଉପସ୍ଥାନ ହାର ବୃଦ୍ଧି କରାଇବା, ଅଧାରୁ ପଢ଼ୁଥିବା ପିଲାଙ୍କ ସଂଖ୍ୟା କମାଇବା ପ୍ରୟାସ ଜାରି ରହିଛି। ଏତଦ୍‌ବ୍ୟତୀତ ରାଜ୍ୟ ସରକାର ମଧ୍ୟ ରାଜ୍ୟର ବେସରକାରୀ ସ୍ୱୀକୃତିପ୍ରାପ୍ତ ଓଡ଼ିଆ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ 1ମରୁ 8ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇଛନ୍ତି। ସେହିଭଳି ପଞ୍ଚମରେ ଆପଣ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ଗୁଡ଼ିକ ଆଲୋଚନା କରିବେ। ରାଜ୍ୟରେ ପିଏମ୍ ପୋଷଣ 1ରୁ 8 ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଇଛି, ତାହା ଆଲୋଚନା କରିବେ। ମାତ୍ର ରାଜ୍ୟରେ ଉତ୍ତମ ଶିକ୍ଷା ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିଥିବାରୁ ଅଧାରୁ ପାଠ ଛାଡ଼ୁଥିବା ପିଲାଙ୍କ ସଂଖ୍ୟା କମାଇବା ପାଇଁ ଛାତ୍ରଛାତ୍ରୀମାନଙ୍କ ପୁଷ୍ଟିସାରରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ମାଧ୍ୟମରେ ନବମ ଦଶମ ଛାତ୍ରଙ୍କୁ ମଧ୍ୟ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଇଛି। ଏହି ଯୋଜନାରେ ଚଳିତ ଏପ୍ରିଲ 1 ତାରିଖରୁ ଆରମ୍ଭ କରାଯାଇଛି। ଏତଦ୍‌ବ୍ୟତୀତ ଶିଶୁ ବାଟିକାର 10ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରତି ସପ୍ତାହରେ ଗୋଟିଏ ଅତିରିକ୍ତ ଅଣ୍ଡା ଓ 3ଟି ପୁଷ୍ଟିସାର ଲୌହଯୁକ୍ତ ଲଡ଼ୁ ମଧ୍ୟ ଯୋଗାଇ ଦିଆଯାଇଛି। ତେଣୁ ପିଏମ୍ ପୋଷଣ ଅଧୀନରେ 3ଟି ଅଣ୍ଡା ଏବଂ ଆପଣଙ୍କର ଅତିରିକ୍ତ ଅଣ୍ଡା ସହିତ 3ଟି ଲଡ଼ୁ ମଧ୍ୟ ଦିଆଯାଉଛି। ଅଧାରୁ ପାଠ ପଢ଼ୁଥିବା ଆଦୌ ଲେଖାଯାଇନଥିବା ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କ ନିମନ୍ତେ ସର୍ବେକ୍ଷଣ ସେମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା। ଚଳିତ ମାସରେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତରଫରୁ ଅଧାରୁ ପାଠ ଛାଡ଼ିଥିବା ଆଦୌ ଲେଖା ହୋଇନଥିବା ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କ ନିମନ୍ତେ ଏକ ସର୍ବେକ୍ଷଣ କରାଯିବ। ଏହି ସର୍ବେକ୍ଷଣର ଉଦ୍ଦେଶ୍ୟ ହେଲା ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ବହୁଭାଷୀ ଶିକ୍ଷା ପାଇଁ ଅନୁସୂଚିତ ଜାତି ଜନଜାତି ପିଲାଙ୍କୁ ଏବଂ ସ୍ୱତନ୍ତ୍ର ଆବଶ୍ୟକତା ଶିକ୍ଷାର୍ଥୀମାନଙ୍କୁ ଚିହ୍ନଟ କରିବା। ଦେଖନ୍ତୁ ଜାତି ଜନଜାତି ସହିତ ଆମର ଯେଉଁମାନେ ଦିବ୍ୟାଙ୍ଗ ପିଲା ଅଛନ୍ତି ସେମାନଙ୍କ ପାଇଁ ସ୍ୱତନ୍ତ୍ର ଶିକ୍ଷା ଆବଶ୍ୟକତା ଚିହ୍ନଟ କରାଯିବ। ସେମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା। ଏହି ସର୍ବେକ୍ଷଣର କାର୍ଯ୍ୟକ୍ରମ ଶିକ୍ଷୟିତ୍ରୀମାନଙ୍କ ସହଯୋଗରେ କରାଯିବ। ଶିକ୍ଷକ ଶିକ୍ଷୟିତ୍ରୀ ଘର ଘର ବୁଲି ସର୍ଭେ କରିବେ। ଦେଖନ୍ତୁ ଆପଣମାନେ ଶିକ୍ଷୟିତ୍ରୀମାନେ ଏଗୁଡ଼ିକ ସର୍ଭେ କରିବେ। ସର୍ଭେ ସମୟରେ ପିତାମାତା ଅଭିଭାବକ ନିଜର ପରିବାରରେ ଥିବା ପିଲାମାନଙ୍କୁ ସଠିକ୍ ତଥ୍ୟ ଦେବା ପାଇଁ ଅନୁରୋଧ। ଏହି କାର୍ଯ୍ୟରେ ନିୟୋଜିତ ହୋଇଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ଆପଣମାନେ ସହଯୋଗ କରିବା ଏକାନ୍ତ ଆବଶ୍ୟକ। ତେଣୁ ଗୋଟିଏ ସର୍ଭେ ହେବ, ଯେଉଁଟା ପିଲା ପଢ଼ିଛନ୍ତି ପଢ଼ିନାହାନ୍ତି ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଏହି ଶିକ୍ଷକ କରିବେ। ପିଲାମାନଙ୍କର ଶିକ୍ଷଣ ଅଭିବୃଦ୍ଧି ନିମନ୍ତେ ଗ୍ରୀଷ୍ମ ଅବକାଶରେ ଗୃହ କାର୍ଯ୍ୟ। ଏହା ପ୍ରତିବର୍ଷ ହେଉଛି।
ଚଳିତ ବର୍ଷ ଏପ୍ରିଲ 1ରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇଛି। ମାତ୍ର ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ରାଜ୍ୟ ସରକାର ପତ୍ର ସଂଖ୍ୟା 8434/2025 ଠାରୁ ଆରମ୍ଭ ସକାଳୁଆ ସ୍କୁଲ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ଏହି ସମୟରେ ବିଦ୍ୟାଳୟ 6:30ରୁ ଆରମ୍ଭ ହୋଇ 10:30 ପର୍ଯ୍ୟନ୍ତ ଚାଲିବ ବୋଲି ଉଲ୍ଲେଖ କରାଯାଇଛି। ରାଜ୍ୟ ସରକାର ବିଭିନ୍ନ ଦୃଷ୍ଟିକୋଣରୁ ସମୀକ୍ଷା କରି ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ରାଜ୍ୟର ସମସ୍ତ ବିଦ୍ୟାଳୟ ଏହି ବ୍ୟବସ୍ଥା କରିଛନ୍ତି। ତେଣୁ ଗ୍ରୀଷ୍ମ ଅବକାଶରେ ପିଲାମାନେ ଯେପରି ନିଜର ପାଠପଢ଼ା କାର୍ଯ୍ୟରେ ନିୟୋଜିତ ହେବେ, ଅବକାଶ ଗୃହ କାର୍ଯ୍ୟ ପ୍ରସ୍ତୁତ କରିବେ, କାର୍ଯ୍ୟକୁ ଗ୍ରୀଷ୍ମ ଛୁଟିରେ ସମ୍ପୂର୍ଣ୍ଣ କରିବା ଆବଶ୍ୟକତା ରହିଛି। ଏଥିରେ ବିଷୟଭିତ୍ତିକ ପ୍ରଶ୍ନ ଦୈନନ୍ଦିନ ଜୀବନରେ ଯୋଡ଼ାଯାଇଛି। କେତେକ ପ୍ରୟତ୍ନ କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇଛି। ଅଭିଭାବକମାନେ ପିଲାମାନଙ୍କୁ ଏହି କାର୍ଯ୍ୟ ସମ୍ପାଦନ କରିବାକୁ ପ୍ରୋତ୍ସାହିତ କରିବେ, ଯାହାକି ପିଲାମାନଙ୍କୁ ଖରା ଛୁଟିରେ ଉପଭୋଗ କରିବା ସହିତ ପାଠ୍ୟକ୍ରମ ସଂଯୁକ୍ତ ରଖିପାରିବେ। ତେଣୁ ନିମ୍ନଲିଖିତ କାର୍ଯ୍ୟଗୁଡ଼ିକ କରିବାକୁ ପଡ଼ିବ। ଏଥିନିମନ୍ତେ କାର୍ଯ୍ୟଗୁଡ଼ିକ କରିବାକୁ ପଡ଼ିବ। ପିଲାମାନଙ୍କୁ ଗ୍ରୀଷ୍ମ ଅବକାଶରେ ଗୃହ କାର୍ଯ୍ୟ କରିବା ପାଇଁ ସ୍ଥିର କରି ହୋଇଛି, ଯେଉଁଥିରେ କି ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କ ଗୁରୁ ଦାୟିତ୍ୱ ରହିଛି। ଶ୍ରେଣୀବାରି ପଢ଼ୁଥିବା ସମସ୍ତ ପିଲାମାନଙ୍କର ଅଭିଭାବକଙ୍କ ମୋବାଇଲ ନମ୍ବରକୁ ନେଇ ହ୍ୱାଟ୍ସଆପ୍ ଗ୍ରୁପ ଗଠନ କରାଯିବ। ଅଭିଭାବକ ହ୍ୱାଟ୍ସଆପ୍ ଜରିଆରେ ଭିଡ଼ିଓ ଅଡ଼ିଓ ଆଧାରିତ କାର୍ଯ୍ୟ ପଠାଯିବ। ଅଭିଭାବକମାନେ ପିଲାମାନଙ୍କୁ ପାଖରେ ବସାଇ ଭିଡ଼ିଓ ଦେଖାଇବେ। ଭିଡ଼ିଓ ମାଧ୍ୟମରେ ଆସୁଥିବା ପ୍ରଶ୍ନର ଉତ୍ତର ଦେବା ପାଇଁ ଉତ୍ସାହିତ କରିବେ। ସ୍ମାର୍ଟଫୋନ୍ ନଥିଲା ସ୍ଥଳେ କିପ୍ୟାଡ୍ ଫୋନ୍ ଜରିଆରେ ମଧ୍ୟ ଶିକ୍ଷଣ ମେସେଜ ଅଡ଼ିଓ ମାଧ୍ୟମରେ ପଠାଯିବ। ଅଭିଭାବକମାନେ ଏହାକୁ ଶୁଣି ଘରେ ଥିବା ବସ୍ତୁ ଇତ୍ୟାଦି ଦେଖାଇ ଘରେ ଅଭ୍ୟାସ କରାଇବେ ଏବଂ ଶିକ୍ଷଣ କାର୍ଯ୍ୟ କରାଇବେ। ଯଦି କୌଣସି ପିତାମାତା ଫୋନ୍ ନାହିଁ, ତେବେ ନିଜ ପଡ଼ୋଶୀ ସାଙ୍ଗସାଥୀ ସହ ମିଶି ଫୋନରେ ଆସୁଥିବା ଶିକ୍ଷଣ କାର୍ଯ୍ୟକୁ ଅଭ୍ୟାସ କରାଇବେ। ତ ଗ୍ରୀଷ୍ମ ଅବକାଶରେ ପିଲାମାନେ କରିଥିବା ଶିକ୍ଷଣ କାର୍ଯ୍ୟ ବିଦ୍ୟାଳୟ ଖୋଲିଲେ ଶିକ୍ଷକ ଶିକ୍ଷୟିତ୍ରୀ ପାଖରେ ଦାଖଲ କରିବେ। ଏହି ପ୍ରୟାସକୁ ସଫଳ କରିବା ପାଇଁ ଅଭିଭାବକ ସ୍ମାର୍ଟଫୋନ୍ କି କିପ୍ୟାଡ୍ ନମ୍ବର ଇତ୍ୟାଦି ଶ୍ରେଣୀ ଶିକ୍ଷକ, ପ୍ରଧାନ ଶିକ୍ଷକ PTM ଦିନ ନିଶ୍ଚିତ ଭାବେ ପ୍ରଦାନ କରିବେ। ଏହି କାର୍ଯ୍ୟ ମାଧ୍ୟମରେ ଆମେ ଅଭିଭାବକମାନଙ୍କୁ ପିଲାଙ୍କର ଶିକ୍ଷଣ କାର୍ଯ୍ୟରେ ଯୋଡ଼ିବା ସହ ପିଲାଙ୍କ ପାଇଁ ଶୈକ୍ଷିକ ବାତାବରଣ ପ୍ରସ୍ତୁତ କରିବା ସଫଳ ହୋଇପାରିବେ। ଅଂଶୁଘାତ ସାବଧାନତା। ବର୍ତ୍ତମାନ ରାଜ୍ୟରେ ପ୍ରବଳ ଖରା ଅନୁଭୂତ ହେଉଛି। ତାପମାତ୍ରା ବୃଦ୍ଧି ଯୋଗୁଁ ଆମର ଅଂଶୁଘାତ ହେଉଛି। ତେଣୁ ବିଦ୍ୟାଳୟ ସମୟସୀମା ପରିବର୍ତ୍ତନ କରାଯାଇଛି। 6:30ରୁ 10:30 କରାଯାଇଛି। ପିଲାମାନଙ୍କୁ ଅଂଶୁଘାତକୁ ରକ୍ଷା କରିବା ପାଇଁ ଶିକ୍ଷୟିତ୍ରୀମାନେ ସତର୍କ ରହିବା ଆବଶ୍ୟକ। ସେଥିପାଇଁ ଅଂଶୁଘାତ ରକ୍ଷା କରିବା ପାଇଁ ବିଦ୍ୟାଳୟରେ ପିଲାମାନଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା କରିବେ। ବିଦ୍ୟାଳୟ ପରିସରରେ ଥିବା ନଳକୂପକୁ ଯଥାସମ୍ଭବ କାର୍ଯ୍ୟକ୍ଷମ କରିବେ। ବିଦ୍ୟାଳୟରେ ପର୍ଯ୍ୟାପ୍ତ ପରିମାଣରେ ORS ପ୍ୟାକେଟ୍ ମହଜୁଦ ରଖିବେ। ପିଲାମାନଙ୍କୁ ଟାଣ ଖରାରେ ବାହାରକୁ ବାହାର କରିବେ ନାହିଁ। ଘରୁ ବାହାରିବା ଆଗରୁ ପିଲାମାନଙ୍କୁ ଯଥେଷ୍ଟ ପାଣି ପିଇବାକୁ ଦିଅନ୍ତୁ। ପିଲାମାନଙ୍କୁ ସାଙ୍ଗରେ ପାଣି ବୋତଲ ନିଶ୍ଚିନ୍ତ ଦିଅନ୍ତୁ। ଯଦି ପିଲାମାନଙ୍କର ଅଂଶୁଘାତ ସମ୍ବନ୍ଧୀୟ କୌଣସି ଲକ୍ଷଣ ଦେଖାଗଲେ ତତ୍କ୍ଷଣାତ୍ ORS ଦିଅନ୍ତୁ। ସଙ୍ଗେ ସଙ୍ଗେ ଡାକ୍ତର ପରାମର୍ଶ ଦିଅନ୍ତୁ। ଅଂଶୁଘାତରୁ ରକ୍ଷା ପାଇବା ପାଇଁ ପିଲାମାନଙ୍କୁ ବିଦ୍ୟାଳୟରେ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ବିଷୟରେ ଆଲୋଚନା କରନ୍ତୁ। ଅଭିଭାବକଠାରୁ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଗଠନମୂଳକ ପ୍ରସ୍ତାବ ଉଭୟ ବିଦ୍ୟାଳୟ ଛାତ୍ରଛାତ୍ରୀ ଶିକ୍ଷଣ ସହାୟକ ହୋଇଥାଏ। ତେଣୁ ପ୍ରଧାନ ଶିକ୍ଷକ ଅଭିଭାବକଠାରୁ ଗଠନମୂଳକ ପ୍ରସ୍ତାବ ଆହ୍ୱାନ କରିବାକୁ ଲିପିବଦ୍ଧ କରିବେ। କ'ଣ କଲେ ବିଦ୍ୟାଳୟ ଅଧିକ ବିକଶିତ ହେବ, ତାହା ଲିପିବଦ୍ଧ କରିବେ। ତାପରେ ଧନ୍ୟବାଦ ଅର୍ପଣ କରିବେ ଏବଂ ବିଦ୍ୟାଳୟ କାର୍ଯ୍ୟଟିକୁ ସମାପନ କରିବେ। ଏହିଭଳି ଭାବରେ ଆମର PTM ମିଟିଂକୁ ଆସନ୍ତା ଶନିବାର ଦିନ ଏକ ବିଧିବଦ୍ଧ ଭାବରେ ଆୟୋଜନ କରିବାକୁ ପ୍ରଧାନ ଶିକ୍ଷକମାନଙ୍କୁ ନିର୍ଦ୍ଦେଶମାନ ରହିଛି।